ତୋରି ପାଇଁ ତୋ ପାଇଁ ସିରିଏଲ ଆଜି ପାର୍ଟିରେ ନିଶା ପାର୍ବତୀ ଗୋଟେ ଏକୁଟିଆ ଜାଗାକୁ ଡାକି କହିବ ତମେ ଯେଉଁ ଜାଗା ଦଶଟା ମ୍ୟାଡ଼ାମକୁ ଦେବାକୁ ଯାଉଛ ତାକୁ ଦିଅନି, କାରଣ ତମଠାରୁ ସେ ବହୁତ କମ୍ ଦାମରେ ଜାଗା ନେଇ ସେଠାରେ ଅଗସ୍ତି କମ୍ପାନୀ ଖୋଲିବେ ଆଉ ବହୁତ ସାରା ଟଙ୍କା କମେଇବେ। ପାର୍ବତୀ ନିଶାକୁ କହିବେ ହେଲେ ସେମାନେ ତ ସେଠାରେ ଆଶ୍ରମ କରିବେ ବୋଲି କହିଛନ୍ତି। ନିଶା କହିବ ସେମାନେ ତମକୁ ମିଛ କହୁଛନ୍ତି, ସେମାନେ ସେଠାରେ ବଡ଼ ବଡ଼ ବିଲ୍ଡିଂ ତିଆରି କରିବେ। ଏତିକି କହି ନିଶା ସେଠାରୁ ପଳେଇବେ। ପାର୍ବତୀ ଭାବିବେ ଯଦି ଏମାନେ ସେଠାରେ ଆଶ୍ରମ ତିଆରି କରିବେ ତେବେ ମୋ ମମିଙ୍କ ସ୍ୱପ୍ନ କେମିତି ପୂରଣ ହେବ। ଏମାନେ ସମସ୍ତେ ମିଛ କହୁଛନ୍ତି, ମୁଁ ଏମାନଙ୍କୁ ଜାଗା ଦେବିନି। ସେପଟେ ଦର୍ଶକ ବନ୍ଧୁ ନିଶା ମନେ ମନେ ଭାବିବ ଆଜି ଡବଲ ମଜା ଆସିଯିବ। ପ୍ରଥମେ ତ ଯଶୋଦା ଆଉ ରାମକୁ ପାର୍ବତୀ ଜାଗା ଦେବନି, ଦ୍ୱିତୀୟରେ ଚିକିଙ୍କ ସତ ସମସ୍ତଙ୍କ ସାମ୍ନାକୁ ଆସିଯିବ। ହେଲେ ଚିକିକୁ ହଇରାଣ କରିବା ପାଇଁ ମୁଁ ଯେଉଁ ସେ ସ୍ତ୍ରୀ ଲୋକକୁ ଡାକିଥିଲି ସେ ଏପର୍ଯ୍ୟନ୍ତ ଦେଖା ନାହିଁ। ତାପରେ ଦର୍ଶକ ବନ୍ଧୁ ପାର୍ଟିରେ ସମସ୍ତେ ନିଜ ନିଜ ପାର୍ଟନର ସାଙ୍ଗରେ ନାଚିବେ। ପାର୍ବତୀ ମଧ୍ୟ ରାମଙ୍କ ସାଙ୍ଗରେ ନାଚିବେ। ନାଚ ସରିଲା ବେଳକୁ ପାର୍ବତୀ ଆଉ ଚୁମୁକି ଧକ୍କା ହୋଇ ତଳେ ପଡ଼ିଯିବେ। ତାଙ୍କ ଦୁଇ ଜଣଙ୍କ ମୁଖା ଖସିଯିବ। ନିଶା ନିଜ ଆଖିକୁ ବିଶ୍ୱାସ କରିପାରିବ ନାହିଁ। ନିଶା କହିବ ମୁଁ ତ ମଦ ପିଇନି କି ନିଶାରେ ନାହିଁ, ତାହେଲେ ମୋତେ ଦିଟା ଚିକି କେମିତି ଦେଖାଯାଉଛନ୍ତି। ହଁ ଦର୍ଶକ ବନ୍ଧୁ, ଏପରି ଏକ ଏପିସୋଡ଼ ଦେଖିବେ।